ଆସିଲା। ଦ୍ୱିତୀୟ ଅଧ୍ୟାୟ ଶ୍ରୀ ଭଗବାନ ବାଚ କୁତସ୍ତ୍ୱା କସ୍ମଳ ମିଦଂ ବିଷମେ ସମୁପସ୍ଥିତମ୍ ଅନାର୍ଯ୍ୟ ଜୁଷ୍ଟମର୍ଷୋଜ୍ଞମକୀର୍ତ୍ତି କରମ ଅର୍ଜୁନ। ହେ ଅର୍ଜୁନ, ଏ ଯୁଦ୍ଧକ୍ଷେତ୍ରରେ ତୁମର ହୀନବୀର୍ଯ୍ୟ ଅନାର୍ଯ୍ୟଙ୍କ ପରି ଏ ମୋହ କାହିଁକି ଆସିଲା, ଯେଉଁ ମୋହ ଦ୍ୱାରା ସ୍ୱର୍ଗପଥ ରୁଦ୍ଧ ହୁଏ? ଶ୍ରୀ ଭଗବାନ ବାଚ ଶୁଣ ଅର୍ଜୁନ, ମହାଧୀର ଦାରୁଣ କଷ୍ଟ ସମାକୁଳ ପାରତ୍ରିକ ଏ ରଣକ୍ଷେତ୍ର ଅଧୋଗତି ହେତୁଦାୟକ ଅର୍ଯ୍ୟଙ୍କ ଯେନୁ ହେ ବିଧାନ ଅକୀର୍ତ୍ତି ଅପଯଶ ମାନ ଅନାର୍ଯ୍ୟ ମାନକୁଶା ଜୟୀ ଅପଯଶ ଅକୀର୍ତ୍ତି ହୋଇ ଧର୍ମ ବିରୋଧୀ ନିନ୍ଦା କର କଣ୍ଟକ ଯେ ସ୍ୱର୍ଗପଥର ଏହି ବିପଦେ କିମ୍ପା ମନେ ଏ ମୋହ ଆଚମ୍ବିତ ଜନ୍ମେ। ଏଇଠାରେ ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ। ଶ୍ରୀକୃଷ୍ଣ ଦେଖିଲେ ନା ଅର୍ଜୁନଙ୍କ ମନରେ କ'ଣ ଦୁଃଖ ଆସିଲା, ଲୁହ ଆସିଲା, ଯୁଦ୍ଧ କରିବେନି ବୋଲି ମନରେ ମୋହ ଆଇଲା ନିଜ ପରିବାରକୁ ଦେଖି। ଏଇଠାରେ ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ ଏମିତି ଅନାର୍ଯ୍ୟଙ୍କ ପରି ତମର ମୋହ କାହିଁକି ଆଇଲା, ଯାହାଦ୍ୱାରା ସ୍ୱର୍ଗପଥ ରୁଦ୍ଧ ହୁଏ? କାହିଁକି ନା ଏମାନେ କ'ଣ କ୍ଷତ୍ରିୟ, ଏମାନେ ଯୁଦ୍ଧ କ୍ଷେତ୍ରରେ କ'ଣ ଯୁଦ୍ଧ କରିବେ, କିଏ ଜିତିବ କିଏ ହାରିବ ସେଇଟା ଫଳ ଆଶା କେବେ ସେ କରିବେନି। କିନ୍ତୁ ତମର ଏଇଟା ତମେ କ୍ଷତ୍ରିୟ ମାନେ ଯୁଦ୍ଧ କରିବ, ସେ ତେଣିକି ତମର ଯିଏ ବି ହେଇଥାନ୍ତୁ ନା କାହିଁକି, ତମର ଏମିତି ଅନାର୍ଯ୍ୟଙ୍କ ପରି ମୋହ କାହିଁକି ଆସିଲା? ତମେ ତ କ୍ଷତ୍ରିୟ, ଯୁଦ୍ଧ କରିବା ହେଉଛି ତମ ଧର୍ମ, ତମେ ଯୁଦ୍ଧ କରିବା ପାଇଁ ଚାଲ, ତମେ ଏମିତି ଅନାର୍ଯ୍ୟଙ୍କ ପରି ମୋହ କାହିଁକି ଆଇଲା? ଏଇ କଥା ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ।